ସୁଇଜରଲ୍ୟାଣ୍ଡ ଗସ୍ତରେ ଯାଇଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଇଣ୍ଡିଆ ଏଫ୍ଟା ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ ବୁଝାମଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ଭାରତ ଏବଂ ସୁଇଜରଲ୍ୟାଣ୍ଡ ମଧ୍ୟରେ ଏହି ବୁଝାମଣା ଯୋଗୁଁ ନିବେଶ ସୁଯୋଗ ବୃଦ୍ଧି ପାଇବା ସହ ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଭାଗିଦାରିତା ଆହୁରି ସୁଦୃଢ଼ ହେବ। ପୂର୍ବରୁ ମନ୍ତ୍ରୀ ଶ୍ରୀ ଗୋୟଲ କହିଥିଲେ, ଭାରତ ଏବଂ ୟୁରୋପୀୟ ସଂଘର 4ଟି ଦେଶ ସହ ମୁକ୍ତ ବ୍ୟବସାୟିକ ବୁଝାମଣା ଆସନ୍ତା ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ। ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଗଠନ ଏଫ୍ଟା ଆଇସଲ୍ୟାଣ୍ଡ, ଲିଚେନଷ୍ଟିନ୍, ନରୱେ ଏବଂ ସୁଇଜରଲ୍ୟାଣ୍ଡକୁ ନେଇ ଗଠିତ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଆଜି ସାରା ବିଶ୍ୱ ଭାରତକୁ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ପରିଣତ କରିଥିବା ବେଳେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଗ୍ରହଣ କରିଛି। ସେ କହିଛନ୍ତି, ଭାରତ ଏବେ ପୁଞ୍ଜିନିବେଶର ପ୍ରମୁଖ ରାଷ୍ଟ୍ର ପାଲଟିଛି। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଯୋଗୁଁ ଭାରତ ବିଶ୍ୱର 5ଟି ବୃହତ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛି।